ଖରା ଦିନଟା ପୁଣି କଟକ ଆସିଛି, ଦହିବରା ଟିକେ ନଦୀ ଧାରିଆ ନ ଖାଇଲେ କ'ଣ ଭଲ ଲାଗିବ। ଚାଲନ୍ତୁ ଭିଡ଼ିଓଟାକୁ ଲାଷ୍ଟ ଯାଇ ଦେଖିବା। ଆଉ ମୁଁ କ'ଣ ପାଇଁ କଟକ ଆସିଥିଲି ତାହା ବି କହିବି। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍ ଭିଡ଼ିଓ। ମୁଁ ଏଇଟା ବ୍ରିଜ୍ ପାର ହେଇକି ପାଣି କୋଇଲି ଛକରେ ବର୍ତ୍ତମାନ ଅଛି। ମୁଁ ଯାଉଛି ଭଦ୍ରକ ଗଲାବେଳେ ରାସ୍ତାରେ ଟିକେ ଚା ପିଇତେ ମନ କଲା, ତେଣୁକରି ରାସ୍ତାରେ ଗାଡ଼ି ରାସ୍ତା ସାଇଡ଼୍ରେ ଠିଆ କରିଦେଇକି 5 ଟଙ୍କିଆ ଚା ମୁଁ ଆଉ ଡ୍ରାଇଭର ପିଇଦେନୁ। ଏଇଟା ଆମର କରଞ୍ଜିଆ ପଟୁ ଆସିଛି ରାସ୍ତାଟା, ଏପଟେ ଆମର ଯେଉଁ କଟକକୁ ଯାଇଛି ସେ ରାସ୍ତା ସାଇଡ଼୍ରେ ମୁଁ ଠିଆ ହେଇକି ଭିଡ଼ିଓଟା ବନେଇଲି 4x4 ରାସ୍ତା ସାଇଡ଼୍ରେ। ଚା ପିଇ ସାରିକି ପୁଣି ଆଉ ଥରେ ଚାଲୁ ଭଦ୍ରକ। ତାପରେ ଫେରିଲା ପରେ ମୁଁ ରାତିରେ ଭିଡ଼ିଓଟା ବନେଇ ପାରିଲିନି, କାହିଁ ଟିକେ ପ୍ରୋବ୍ଲେମ୍ ହେଲା। ତାପରେ ଆସିଲା ବେଳକୁ ମୁଁ ଦେଖିଲି ପାଣି କୋଇଲି ବ୍ରିଜ୍ ସାଇଡ଼୍ରେ ଗୋଟେ ଦହିବରା ଦୋକାନଟା ଥିଲା। ଏପଟେ ଆମର କରଞ୍ଜିଆ ପଟୁ ଆସିଲା ରାସ୍ତାଟା ଏଇଟା, ଏପଟେ ଆମର କଟକକୁ ଯାଇଛି, ସେପଟେ ବ୍ରିଜ୍ଟା ଅଛି। ଦେଖ ଏପଟେ କଟକ ଭୁବନେଶ୍ୱର ଯାଇଛି। ଆସିକି ସାଇଡ଼୍ରେ ଦହିବରା ମୁଁ ଟିକେ ନାସ୍ତା କରିଦେଲି। ଆଉ ଖରା ଦିନଟା ଯେହେତୁ ଦହିବରା ଖାଇତେ ମୋତେ ଭଲ ଲାଗେ। ଆଉ କାହାକୁ ଭଲ ଲାଗେ କମେଣ୍ଟରେ ଜଣେଇବ। ଆଉ କିଏ କଟକରେ ଯଦି ଅଛ ତାହେଲେ କମେଣ୍ଟ ବକ୍ସରେ ଜଣେଇବ। ତାପରେ ମୁଁ ଦହିବରା ଖାଇସାରିକି ଏଇଠି ଗୋଟେ ଚାଳିଆଟେ ଥିଲା, ମାନେ ଦୋକାନଟା ଭାଙ୍ଗି ଯାଇଥିଲା, ସେଇଠି ମୁଁ ଟିକେ ବସିଲି। ଗରମ ଲାଗୁଥିଲା ଯେହେତୁ ଛାଇଁରା ଥିଲା। ସେଇଟା କରଞ୍ଜିଆ ପଟୁ ଆସିଛି ରାସ୍ତାଟା। ଏଇଠି ଗୋଟେ ମନ୍ଦିର ଅଛି ଆମର, ସେ ମନ୍ଦିରଟାକୁ ବି ମୁଁ ଦିନେ ଯିବି। ତାପରେ ଦହିବରା ଭାଇମାନଙ୍କର ତାଙ୍କର ସରିଗଲା ଦହିବରା, ତ ସେମାନେ ବନ୍ଦ କରିକି ଦୋକାନ ଘରକୁ ପଳେଇଲେ। ତ ଏଇଟା ଆମର ଦେଖିଥିବ ନଦୀଟା, ଏଇଟା ଏଇ ଆମର ପାଣି କୋଇଲି ପାର ହେଇକି ବ୍ରିଜ୍ଟା ଯେଉଁଟା, ସେଇ ସାଇଡ଼୍ର ଭିଡ଼ିଓଟା। ମୁଁ ଏଠି ଠିଆ ହେଇକି ଟିକେ ମାଣ୍ଡୁ ଫାଣ୍ଡୁ ଦେଖା ଦୁଖି କରିଦେଲି। ତାପରେ ପୁଣି ଆଉ ଥରେ ପଳେଇବି ମୁଁ ମୋ ରୁମ୍କୁ। ଆଉ ଯଦି ମୋ ଭିଡ଼ିଓଟା ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲ୍କୁ ଗୋଟେ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଇନଷ୍ଟାରେ ଦେଖୁଥିବେ ମୋତେ ଫଲୋ କରିଦେବେ। ଆଉ କଟକରୁ ଯିଏ ଭିଡ଼ିଓଟା ଦେଖୁଛ ମୋତେ କମେଣ୍ଟ ବକ୍ସରେ ଜଣେଇବ। ରହିଲି, ବାଇ।